ଆଉ କେଇଟା ଦିନ ପରେ ରାକ୍ଷୀ ପୂର୍ଣ୍ଣିମା ଆସିବ। ଏବେ ବି ତା ଫଟୋ ଦେଖିଲେ ମାନେ ସହି ବି ପାରୁନି। ହସ ହସ ମୁଁ ଏବେ ବି ଦେଖାଯାଉଛି। ଛାଡ଼ିକି କୋଉ ଭଳିଆ ଦିଆଯାଏ ତା ପାଟିରେ ବାଉଁଶ ପୁରେଇ ଦେଉଛନ୍ତି ତାକୁ ଗୋଟେ ପଶୁ ଭଳିଆ ବାନ୍ଧିକି ନଉଛନ୍ତି। ଯଦି ତାକୁ ଥାର୍ଡ ଡିଗ୍ରୀ ଦେଇପାରିଲେ ଯୋଉମାନେ ମାରିଛନ୍ତି ତାକୁ ଥାର୍ଡ ଡିଗ୍ରୀ ଦେଇକି ସେମାନଙ୍କ ପାଟିରୁ କଥା ବାହାର କରାଇ ପାରିବେନି। ଦେଖନ୍ତୁ ମୋ ଭାଇ ଯଦି ଭୁଲ କରିଛି ମୁଁ ଆଜି ଆପଣମାନଙ୍କ ସାମ୍ନାକୁ ଆସିକି 5 ଥର 10 ଥର ମୁଁ କହିସାରିଲାଣି ଯେ ତାଙ୍କର ସସାହସ ଅଛି ସେମାନେ ଆସନ୍ତୁ। ସୌମ୍ୟଙ୍କର ବାହାଘରକୁ ନେଇକି କିଛି ଏମିତି କଥା ଚାଲିଥିଲା କି? ଆଉ 2-3 ମାସ ପରେ ବାହାଘର ହେଇଥାନ୍ତା। ସେଠି କହିଲେନି ସୌମ୍ୟ ଆମକୁ ଲିପ୍ କିସ୍ କରିଥିଲା, ଆମ ମୁଣ୍ଡକୁ ବାଡେଇଛି, ଆମକୁ ରେପ୍ କରିବା ପାଇଁ ବାହାରିଥିଲା, ସେଠି କାହିଁ ପାଟି ଫିଟିଲାନି? କିଛି ଏମିତି ଉପହାର ଦେଇଛନ୍ତି ଯାହାକୁ ଏବେ ବି ରଖିଥିବେ ଆପଣଙ୍କ ପାଖରେ? ଗୋଟେ କଂସାରେ ବି ଆମେ ବସିକି ଖାଇଛୁ ସମସ୍ତେ ଏକାଠି। ରାୟଗଡ଼ା କେସଟା ହେଲା ସେ କେସ୍ ଦେଖନ୍ତୁ ଗୋଟେ ଘଣ୍ଟାରେ 16 ଜଣଙ୍କୁ ପୋଲିସ ଆରେଷ୍ଟ କଲା। କିନ୍ତୁ ଭାଇ କି ସେମାନେ କୋଉ ଭଳିଆ ଯନ୍ତ୍ରଣାଦାୟକ ମାରୁଥିଲେ ତାଙ୍କୁ କଷ୍ଟ ଲାଗୁନଥିଲା। ମରିବ ବୋଲି କଣ ସେ ତ ଆଗରୁ କୁହେ ଖୁଡିଙ୍କୁ ଜାଣିକି ଯେ ମୋ ମୁଣ୍ଡ ହଁ ସେ କୁହେ କି ମୁଁ ଆଉ ବଞ୍ଚିବିନି, ମୋ ମୁଣ୍ଡ ପଳେଇବ, ତୁ ସବୁବେଳେ କହୁଛୁ। ମାନେ ଡାଲି ତେଲ ଲୁଣ ଠାରୁ ଧରିକି ଘରେ ସେ ସବୁ ଥୋଇ ଦେଇକି ଯାଇଛି। ଯେତେ ମୁଁ କଣ ସମ୍ଭାଳୁଛି ସମ୍ଭାଳି ବି ପାରୁନି। ଆମ ଜୀବନ ଥିଲା ସେ। ସବୁ ଜିନିଷ ସେ ଥୋଇକି ଯାଇଛି ଯୋଉଟା କି ଏମାନେ ଆଉ ଇଏ କରିବେନି ବୋଲି। ଫାଷ୍ଟ ଦୀପ ଲଗେଇଥିଲୁ ଖୁଡିଙ୍କର ମୋର ଦାଦାଙ୍କର ଯୋଉ ପ୍ରାର୍ଥନା କରିଥିଲୁ ଠାକୁରଙ୍କୁ ସେଇ ଶୂନ୍ୟ ବ୍ରହ୍ମକୁ, ଯୋଉଟା କି ଠିକ 7 ଦିନ ଭିତରେ ସସ୍ପେଣ୍ଡ ହେଲେ। କିନ୍ତୁ ସେଥିରେ ବି ଭଗବାନଙ୍କ ପାଖରେ ବି ମୁଁ କହିଛି ଯେ ପ୍ରଭୁ ମୁଁ ଏଥିରେ ଖୁସି ନୁହେଁ କି ଦାଦା ଖୁଡି ଖୁସି ନାହାନ୍ତି। କାରଣ ହଉଛି ଯୋଉ ଲୋକ ମାନେ ନା ବାହାରୁଛି, ଭାଇ ବି ଯାଇଛି ମସାଜ କରିବା ପାଇଁ, ମତେ ବି କହିଛି, ଏଇଟା ବି ମୁଁ ବି ଜାଣିଛି। ଯୋଉ ଲୋକ ଡିସମିସ୍ ହବା ଦରକାର ଚାକିରିରୁ, ଯୋଉ ଲୋକ ଆରେଷ୍ଟ ହବା ଦରକାର, ସେ ସସ୍ପେଣ୍ଡ ହେଇକି ବସିଗଲେ। ସେଥିରୁ ଆମକୁ କଣ ମିଳିବ? କିଛି ଲାଭ ନାହିଁ। ତାପରେ ପୋଲିସ ବାଲା ଅଛନ୍ତି ସେମାନେ ଆରେଷ୍ଟ ହେଇକି ଜେଲରେ ରହିକି ବି ପୁଣି ଚାକିରି କରିକି ଦରମା ପାଉଛନ୍ତି। ସେ ତ ସସ୍ପେଣ୍ଡ ହେଇଛନ୍ତି ସାଙ୍ଗେ ସାଙ୍ଗେ 2 ମାସ 4 ମାସରେ ପୁଣି 6 ମାସରେ କିଛି ଯାଆସ ନାହିଁ। ତାଙ୍କର ସେ ଦରକାର ପଇଲେ 2 ମାସରେ ବି ଜଏନ କରିକି ଦରମା ପାଇଯିବେ। ଆମକୁ କଣ ମିଳିଲା? ଆପଣଙ୍କ ଭାଇ ସିନା ଚାଲିଗଲା କିନ୍ତୁ ସିଏ ଗୋଟେ ପଦବୀରୁ ସସ୍ପେଣ୍ଡ ହେଲେ। ନା ସସ୍ପେଣ୍ଡ ସେଇ ଜିନିଷଟା ମୁଁ କହୁଛି କି ଆଜ୍ଞା ପୋଲିସ ବାଲା ଅଛନ୍ତି ଏମିତି ମାନେ ଆରେଷ୍ଟ ହେଇକି ଜେଲରେ ରହିକି ଚାକିରି କରିପାରୁଛନ୍ତି। ସସ୍ପେଣ୍ଡ ଟା କଣ ବଡ କଥା? ମୁଁ ସେଇ ଜିନିଷଟା କହୁଛି। କାହିଁକି ବଡ କଥା ନୁହେଁ? କିଛି ବଡ କଥା ନୁହେଁ। କାରଣ ଯୋଉ ଦେଖନ୍ତୁ ମୋ ଭାଇକୁ କୋଉ ଭଳିଆ ଯନ୍ତ୍ରଣାଦାୟକ ମାରିଛନ୍ତି। ଆପଣ ତ ସେ ଭିଡିଓ ଗୁଡା ଦେଖୁଥିବେ, ଯିଏ ବି ଦେଖୁଥିବେ ଆପଣ ସହିପାରୁଛନ୍ତି? ଭାବିଲେ ଯୋଉ ପାଣି ମାଗୁଛି ତାକୁ କୋଉ ଭଳିଆ କଷ୍ଟ ଯନ୍ତ୍ରଣା ଦିଆଯାଉଛି ଭାବନ୍ତୁ। ଆମକୁ ଟିକେ ଶୋଷ ଲାଗିଲେ ଆମକୁ କେମିତି ଲାଗୁଛି? ଶୋଷ ଲାଗିଲେ ଆମେ ଟିକେ ଶୋଷ ସମ୍ଭାଳି ପାରୁନେ, ଦୌଡ଼ିକି ଯାଉଛି କି କାହାକୁ ମାଗି ଦଉଛି ପିଇବାକୁ। ସେ କେତେ ସମୟ 3 ଘଣ୍ଟା ପର୍ଯ୍ୟନ୍ତ ତାକୁ ବାଡେଇଛନ୍ତି, ସେଭଳିଆ ଖରାରେ ପାଣି ମାଗିଛି ତାକୁ ଦେଇନାହାନ୍ତି। ଯାହା ତ କରିଛନ୍ତି ଛାଡ, ମୁଁ ଆଉ କଣ କହିବି? ସାରା ଓଡିଶା ଦେଖିଛି, ସାରା ଭାରତ ବି ଦେଖି ସାରିଲାଣି। ଯେ ସିଏ ସିନା ଆପଣଙ୍କର ଭାଇ, ଆପଣଙ୍କର ପୁଅ, ସେ କଥା ଆପଣ ଚିନ୍ତା କରିବେ, ସେ କଥା ଏମାନେ କାହିଁ ଚିନ୍ତା କରିବେ? ସେଇଥିପାଇଁ ତ ଆମେ ଲଢୁଛୁ ଯେ ଭଗବାନଙ୍କ ପାଖରେ ଯୋଉଠି ମଣିଷ ହାରିଯାଏ ସେଠି ଭଗବାନ ସାହାରା ହୁଅନ୍ତି। ଆମ ପାଇଁ ଭଗବାନ ଅଛନ୍ତି। ଆଉ ଗୋଟେ ଜିନିଷ ହେଲା ଏମାନେ ଆମକୁ ନ୍ୟାୟ ଦେଲେନି ବୋଲିକି ଆମେ ସେଥିପାଇଁ କି ହିଁ ଠାକୁରଙ୍କ ପାଖରେ ଦୀପ ଲଗେଇଲୁ। ହଁ ଏଇଟା ଆପଣ ଠିକ କଥା କହିଲେ କି ସିଏ ଆପଣଙ୍କର ପୁଅ କି ଭାଇ ଭଲ ମନ୍ଦ ସେଇଟା ଠିକ ଅଛି। ଆମର ସବୁ ବୋଲିକି ଆମେ କାନ୍ଦୁଛୁ, ଆମେ କଷ୍ଟ ଲାଗୁଛି, ଆମେ ତା ପାଇଁ କି ଲଢୁଛୁ ଯେ ମରିଗଲା ପରେ ବି ଆମ ପୁଅ ତ ଆଉ ଆମ ଭାଇ ତ ଆଉ ମୋ ପାଖକୁ ଫେରିବନି। କିନ୍ତୁ ଆମେ ତା ପାଇଁ କି ଲଢୁଛୁ, ନ୍ୟାୟ ମିଳୁ। ଯୋଉମାନେ ମାରିଛନ୍ତି ସେଠି ଯୋଉମାନେ ଉପସ୍ଥିତ, ଦେଖନ୍ତୁ କେତେ ଦିନ ହେଲାଣି ଏବେ ଯୋଉ କେସଟା ରାୟଗଡା କେସଟା ହେଲା, ସେ କେସ୍ ଦେଖନ୍ତୁ ଗୋଟେ ଘଣ୍ଟାରେ 16 ଜଣଙ୍କୁ ପୋଲିସ ଆରେଷ୍ଟ କଲା।
मानिବାକୁ पड़िबो से पुलिस को धन्यवाद माने तांको माने मो तरफ धन्यवाद जणाउची जे मैडम कि- से गोटे झीलटे थिला एटा ना- तो सौम्य पुओटे ना 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 पुओटे हेले भी झील पुओ आजिका डेट रे झील पुओ समस्त समान झील जेतिकी पुओ सेतिकी सेटा भूल जो झील कहउछंती आजिका डेट रे झील जहा पुओ समान सेटा भूल धारणा किंतु एठी पुओ हला बोली हमर तो से पुओ थिला ना ताको जो से कष्ट झील को उल्लग्न करके माड़ मारथिले ସେଇଟା ଆପଣ ଯୋଉ କଥା କହିଲେ ଯେ ଝିଅକୁ ଉଲ୍ଲଗ୍ନ କରିଥିଲେ ମୋ ଭାଇ କଣ ଅଧଲଗ୍ନ କରିନାହାନ୍ତି କି ତା ଦେହରେ ପ୍ୟାଣ୍ଟ ନଥିଲା ଆମେ ଦେଖିଛୁ ସେ ଯୋଉ ଡାଲା ଅଟୋରେ ନେଇକି ପକେଇକି ନେଇଥିଲେ ମୁଁ ତ ଦେଖିନି କିନ୍ତୁ ଶୁଣିଛି ଯେ ତା ପିଠିରୁ ଚମଡ଼ା ଉତୁରି ଯାଇଛି କୋଉ ଭଳିଆ ଖରା କୋଉ ଭଳିଆ ଯନ୍ତ୍ରଣାରେ ତାକୁ ଇଏ କରିଛନ୍ତି ଦେଖନ୍ତୁ ତାଙ୍କୁ କିଛି ଫରକ ପଡ଼ିଲାନି ସେମାନେ ନିଶା ଖାଇଥିଲେ ଏମିତି ଆଗରୁ ବହୁତ କ୍ରାଇମ୍ କରିଥିବେ ବୋଲି ମାନେ ଭାଇକୁ ମାରି ପାରିଲେ ନହେଲେ ଆପଣ ହୁଅନ୍ତୁ ମୁଁ ହୁଏ ଯିଏ ବି ହୁଅନ୍ତୁ ଗୋଟେ ଥାପଡ଼ଟେ ପକେଇଲେ ଆମକୁ କଷ୍ଟ ଲାଗୁଛି କି ମତେ ଆଜ୍ଞା ଗୋଟେ ଆପଣ ଥାପଡ଼ ପକେଇବେ ଏ ଭାଇ ଅଛନ୍ତି ତାଙ୍କୁ ବି କଷ୍ଟ ଲାଗିବ କିନ୍ତୁ ଭାଇ କି ସେମାନେ କୋଉ ଭଳିଆ ଯନ୍ତ୍ରଣାଦାୟକ ମାରୁଥିଲେ ତାଙ୍କୁ କଷ୍ଟ ଲାଗୁନଥିଲା ତାଙ୍କୁ ବା କାହିଁକି ଲାଗିବ ସେ ତାଙ୍କର ନିଜର ନୁହନ୍ତି ନା ସେଥିପାଇଁ କି ତ ସେମାନେ ଯେମିତି ଭାବିଲେ ଆମେ ବାଡେଇକି ବାହାଦୁରୀ ନେଇଗଲୁ ଆମେ ବି ସେମିତି ନ୍ୟାୟ ପାଇଁକି ଆମେ ବି ସେମିତି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ କି ସିଏମ୍ ପାଖରେ କି ଆମର ପ୍ରଶାସନ ଯାହା ଅଛି ଆମେ ବି ଚାହୁଁଛୁ ଯେ ଆମକୁ ନ୍ୟାୟ ଦିଅ ସେମାନେ ବାଡେଇଲା ବେଳେ ଯଦି ନ ଭାବିଲେ ଯେ ହଁ ଇଏ ମରିଯାଉଛି ତାର ପରିବାର ଅଛନ୍ତି ତାର ବାପା ମା ଅଛନ୍ତି ମୁଁ ଆଜି ତାଙ୍କ ଝିଆରୀ ଆଜି ଅଛି କାଲି ନଥିବି ମୋ ଝିଅ ଏଠିକି ଏପଟକୁ ଆସିଛି ମୁଁ ଭୁବନେଶ୍ୱର ରହୁଥିଲି ଏପଟକୁ ପଢିବାକୁ ଆସିଛି ଏବେ ସରିଲେ ଆମେ ପୁଣି ମା ଝିଅ ପଳେଇବୁ ସେ ଖୁଡି ଖାଉନାହାନ୍ତି ଡେଲି ଡେଲି ହଁ ଯାଇକି ତାଙ୍କ କଥା ବୁଝି ଦଉଥିଲୁ କି ଇଏ କରୁଥିଲୁ ସବୁବେଳେ ତ ଆମେ ନଥିବୁ ନା ଦେହ ମୁଣ୍ଡ ଜ୍ୱର ରୋଗ ହେଲେ କିଏ ବୁଝିବ ସେ ଭାଇ ଥିଲା ବୋଲି ତ ସେ ସେତିକି ଇଏ କରୁଥିଲା ନା ଅଛି ନାଇଁ ଖୁଡିଙ୍କ ଅବସ୍ଥା ଭଲ ନାହିଁ ମାନେ ବହୁତ ଖରାପ ଯୋଉଟା କି ସେତିକି ଖରାପ କଣ ଆଉ କହିବି ଖାଉନାହାନ୍ତି ସେଦିନ ଏବେ 4-5 ଦିନ ତଳେ ମୁଁ ଯାଇଥିଲି ଭାତ ରନ୍ଧା ହେଇଛି ସେମିତି ଖୁଆ ହେଇଛି ଶାଗ ଭଜା ଭାତ କିଏ ଜଣେ ଖାଇପାରିବ ସେ ପୁଅ ଥିଲେ ସେ ଏଇଆ ହେଇଥାନ୍ତେ ମାନେ ଆଉ ଗୋଟେ ଜିନିଷ ଦେଖନ୍ତୁ ସେ ମରିବ ବୋଲି କଣ ସେ ତ ଆଗରୁ କୁହେ ଖୁଡିଙ୍କୁ ଜାଣିକି ଯେ କୁହେ? ମୋ ମୁଣ୍ଡ ହଁ ସେ କୁହେ କି ମୁଁ ଆଉ ବଞ୍ଚିବିନି ମୋ ମୁଣ୍ଡ ପଳେଇବ ତୁ ସବୁବେଳେ କହୁଛୁ ଯେ ଚାକିରି ଛାଡନା ଭାଇ ଯୋଉ କହୁଥିଲା ମାନେ ସେ ମରିବ ବୋଲି କିଛି ତାକୁ ଫିଲ୍ ହେଇଛି କଣ ତାକୁ ସେଇଭଳିଆ ଟାର୍ଗେଟ ରଖାଯାଇଥିଲେ କଣ ମାନେ ଡାଲି ତେଲ ଲୁଣ ଠାରୁ ଧରିକି ଘରେ ସେ ସବୁ ଥୋଇ ଦେଇକି ଯାଇଛି ସବୁ ଜିନିଷ ସେ ଥୋଇକି ଯାଇଛି ଯୋଉଟା କି ଏମାନେ ଆଉ ଇଏ କରିବେନି ବୋଲି ସୌମ୍ୟ ଜାଣିଥିଲେ ତାଙ୍କ ଉପରୁ ବିପଦ ଆସୁଛି ହଁ ସେ ଜାଣିଥିଲା ନହେଲେ ଦାଦା ଖୁଡିଙ୍କୁ କେମିତି ସେ ସେଦିନ ଗେଲ କରିକି ଦାଦା ଖୁଡିଙ୍କୁ ଗେଲ କରିକି ପୁଣି ଯାଇଛି ତାପରେ ବି ଖୁଡିଙ୍କୁ କୁହେ କି ତୁ ସବୁବେଳେ ଚାକିରି କହୁଛୁ ଆଉ ଯୋଉଠି କି ଚାକିରି ଯଦି ମୁଁ ଚାକିରିରେ ଜଏନ୍ କରି ପୁଣି ନ ଛାଡୁଛି ତାହେଲେ ମୋ ମୁଣ୍ଡ ଯିବ ଏଇଟା ବି କୁହେ ଏବେ ତ ସେମାନେ ଟୋଟାଲ ଖାଇ ବି ପାରୁନାହାନ୍ତି ଆଉ ଆମେ କେତେ ଦିନ ମୁଁ ଆଜି ଅଛି କାଲି ନଥିବି ଏ ସୌମ୍ୟ ଘଟଣାରୁ ଓଡିଶାବାସୀ ଗୋଟେ ଶିକ୍ଷା ପାଇଲେ ଯେ ତାଙ୍କର କିଛି ହେଇଗଲେ କେହି ବାହାରିବେନି ମାନେ ନ୍ୟାୟ ତ ଦୂରର କଥା କୌଣସି ବଡ ନେତା ମନ୍ତ୍ରୀ ସପୋର୍ଟ କରିବାକୁ ଆସୁନାହାନ୍ତି ନା ସେଇଟା ତ ସପୋର୍ଟ କରୁନାହାନ୍ତି ସେଇଟା ଆମେ ଜାଣିଛୁ ସପୋର୍ଟ କରୁନାହାନ୍ତି କାରଣ ମୋ ଭାଇ ଏମଏଲଏ ନଥିଲା କି ଏମପି ନଥିଲା କି ମାନେ ଆଇପିଏସ୍ ରାଙ୍କର ନଥିଲା କାରଣ ଗୋଟେ କନେଷ୍ଟବଳ ରାଙ୍କର ପୋଲିସଟେ ଥିଲା କିନ୍ତୁ ମନେ ରଖନ୍ତୁ ମୁଁ ଆଜି ବି କହୁଛି ସବୁବେଳେ ମୁଁ ଭଗବାନଙ୍କୁ ବିଶ୍ୱାସ କରେ ଏବେ ବି ଭଗବାନଙ୍କୁ ବିଶ୍ୱାସ କରୁଛି ଧର୍ମ ଯୁଗେ ଯୁଗେ ସତ୍ୟର ସବୁବେଳେ ଯୁଗେ ଯୁଗେ ଜୟ ହେଇଛି ଆଉ ଏଇଟା ଜୟ ହିଁ ହବ ଆମକୁ ନ୍ୟାୟ ମିଳିବ ଭାଇ ତା ଆତ୍ମା ଥିଲେ ମାନେ ଚାଲିଗଲେ ବି ଭାଇ ତା ଆତ୍ମା ବି ଯେ ଦିନେ ଦେଖିବ ସରକାରଙ୍କୁ କିଛି କହିବେ ନ୍ୟାୟ ଦେବା ପାଇଁ ମା କାନ୍ଦୁଛନ୍ତି ଆପଣ ବି କାନ୍ଦୁଛନ୍ତି ଯୋଉମାନେ ଦଣ୍ଡ ଦେଇଛନ୍ତି ସେମାନେ କଣ ହସ ଖୁସିରେ ଥିବେ ସେମାନଙ୍କୁ ତ କିଛି ଫରକ ପଡୁନି କାହିଁକି ନା ଭାଇ ଛୁଆ ଆମର ଯାଇଛି ଆମକୁ କେତେ କଷ୍ଟ ହଉଛି ଆମେ ଜାଣିଛୁ ସେମାନେ ତ ଏମିତି ଆଗରୁ କେତେ ଜଣଙ୍କୁ ମର୍ଡର କରିଥିବେ କେତେ କଣ କରିଥିବେ ବୋଲି ତାଙ୍କୁ କିଛି ଫରକ ପଡୁନି ଭାଇ ଯାଇଛି ଆସିକି ଯେତେ ମୁଁ କହ ସମ୍ଭାଳୁଛି ସମ୍ଭାଳି ବି ପାରୁନି ଆମେ ଆପଣ ଯୋଉ କହିଲେନି କି ଓଡିଶାବାସୀ ସାଥ ଦଉନାହାନ୍ତି ବହୁତ ଜଣ ସାଥ ଦଉଛନ୍ତି ସମସ୍ତେ ଅଛନ୍ତି କିନ୍ତୁ ସମୟକୁ ଅପେକ୍ଷା ରହିଛି ଏଇଟା ତର୍କର ଜିନିଷ ନୁହେଁ କିନ୍ତୁ ପୋଲିସ ଆକ୍ସନ ନବା ଦରକାର 18 ଜଣଙ୍କୁ ଆରେଷ୍ଟ କରିଛି ଆଉ ଆରେଷ୍ଟ କରିବାର ନାଁ ଧରୁନି ସେଥିପାଇଁ ଭଗବାନଙ୍କ ପାଖରେ ଆମେ ଡେଲି ପ୍ରାର୍ଥନା କରୁଛୁ କି କାହା ହୃଦୟରେ କାହା ମାଧ୍ୟମରେ
ଏଠି ତ ଏଇଟା ତ କଳି ଯୁଗ ନା, ସ୍ୱୟଂ ନାରାୟଣ ନିଜେ ପ୍ରକଟ ହେବେନି ନା କାହା ମାଧ୍ୟମରେ। ଯେମିତି ହେଲେ ଭାଇକୁ ଯୋଉମାନେ ମାରିଛନ୍ତି ଯନ୍ତ୍ରଣାଦାୟକ କି ସେଠି ଯୋଉମାନେ ଥିଲେ ଯାହା କରିଥିଲେ, ମନେ ରଖନ୍ତୁ ଆପଣ, ଆମେ ଦେଖିବୁ ଆପଣ ମାନେ ବି ଦେଖିବେ, ଦଣ୍ଡ ନିହାତି ମିଳିବ ସେମାନଙ୍କୁ। ଆଉ ମଣିଷ ମାନେ ନ ଦେଇ ପାରିଲେ ସେ ଭଗବାନ ଯେମିତି ହେଲେ ଯୋଉ ମାଧ୍ୟମରେ ଦେବେ ଆପଣ ଦେଖିବେ। ଯେମିତି ସୌମ୍ୟଙ୍କର ବାହାଘରକୁ ନେଇକି କିଛି ଏମିତି କଥା ଚାଲିଥିଲା କି? ଆଉ 2-3 ମାସ ପରେ ବାହାଘର ହେଇଥାନ୍ତେ ଥିଲା, ସିଏ ବି ତାକୁ ବି ଏଇଭଳିଆ ଅବସ୍ଥାରେ, ତାର 8 ମାସ ମାତ୍ର ବାହାଘର ହେଇଥିଲା, ତାକୁ ବି ଏଇଭଳିଆ ଅବସ୍ଥାରେ ତାକୁ ବି ମାରିଦେଲେ। ସେଇଟା ତ ଆମେ ପ୍ରମାଣ ଦେଖି ପାରିଲୁନି ବୋଲି କିଛି କରିହେଲାନି, ସେ କେସ୍ ଫେସ୍ ଛାଡ ସେ ଯାହା ହେଲା, କିନ୍ତୁ ଆର ସବୁ ପ୍ରମାଣ ଅଛି। ସବୁ ଥାଇକି ବି ମାନେ ଯୋଉଟା କି ଏପର୍ଯ୍ୟନ୍ତ କୌଣସି କିନ୍ତୁ ପ୍ରମାଣ ଅଛି, ମାନେ କୋର୍ଟରେ ତ ଆମର ହିୟରିଂ ଆସିବ ନା, କୋର୍ଟରେ ତ ଯେତିକି ଜଣ ଆରେଷ୍ଟ ହେଇଛନ୍ତି ପୋଲିସ ଚାହିଁଲେ ସେମାନଙ୍କ ପାଖରୁ କଥା ଆଦାୟ କରିପାରିବନି। ଆପଣ କୁହନ୍ତୁ, ପୋଲିସ ଚାହିଁଲେ ତ କଥା ଆଦାୟ କରିପାରିବନି ନା। କାରଣ ଯଦି 3rd ଡିଗ୍ରୀ ଦେଇକି ଗୋଟେ ମାନେ ପୋଲିସ କହୁଛି 3rd ଡିଗ୍ରୀ ଦେଇକି ଏମିତି କରାଯାଉଛି, ମୋ ଭାଇକୁ 3rd ଡିଗ୍ରୀ ଭଳିଆ ପୋଲିସ ଥାଇକି କରିଛନ୍ତି, 3rd ଡିଗ୍ରୀ ଦେଇକି ମୋ ଭାଇକୁ ମାରିଦେଲେ। କାରଣ ହଉଛି ଦେଖନ୍ତୁ 3rd ଡିଗ୍ରୀ କୋଉ ଭଳିଆ ଦିଆଯାଏ, ତା ପାଟିରେ ବାଉଁଶ ପୁରେଇ ଦଉଛନ୍ତି, ତାକୁ ଗୋଟେ ପଶୁ ଭଳିଆ ବାନ୍ଧିକି ନଉଛନ୍ତି। ଯଦି ତାକୁ 3rd ଡିଗ୍ରୀ ଦେଇ ପାରିଲେ, ଯୋଉମାନେ ମାରିଛନ୍ତି ତାକୁ 3rd ଡିଗ୍ରୀ ଦେଇକି ସେମାନଙ୍କ ପାଟିରୁ କଥା ବାହାର କରେଇ ପାରିବେନି? ଆଧିରେ ପ୍ରଥମ ମୁଖ୍ୟ କିଏ ଆ ଭିତରେ ରହିଛି ବୋଲି ରହସ୍ୟ ଟା ଜଣା ପଡୁନି, ଝିଅ ରହସ୍ୟମୟ ମାନଙ୍କୁ, ଭଳିଆ ରହିଯାଉଛି। ସେ ଝିଅ ମାନଙ୍କୁ ଛାଡି ଦିଆଯାଇଛି, ସେମାନଙ୍କୁ ଆରେଷ୍ଟ କରି। ସେଇ ମୁଁ ଆଉ ଗୋଟେ ଥର କହିଥିଲି, ଝିଅ ମାନେ କଣ ପାଇଁ କି ମୋ ଭାଇ ମୁଣ୍ଡରେ କଳଙ୍କଟା ଲଗେଇ ଦେଇକି ବସି ଯାଇଛନ୍ତି। ଦେଖନ୍ତୁ ମୋ ଭାଇ ଯଦି ଭୁଲ କରିଛି, ମୁଁ ଆଜି ଆପଣ ମାନଙ୍କ ସାମ୍ନାକୁ ଆସିକି 5 ଥର 10 ଥର ମୁଁ କହିସାରିଲାଣି ଯେ ତାଙ୍କର ସସାହସ ଅଛି, ସେମାନେ ଆସନ୍ତୁ, ମୁହଁରୁ କପଡା ଖୋଲିକି ଆସନ୍ତୁ, କୁହନ୍ତୁ ମୋ ଭାଇ ଏୟା କରିଛି। ଆଉ ଯଦି ମୋ ଭାଇ କରିଥିଲା, ତମର ଦମ ଥିଲା, ତମେ କ୍ରାଇମବ୍ରାଞ୍ଚ ସାମ୍ନାକୁ, ଯୋଉ ଆମର ଦିଲ୍ଲୀରୁ ସାର୍ ମାନେ ଆସିଥିଲେ ତାଙ୍କ ସାମ୍ନାକୁ ଯାଇଥିଲେ, ତା ମୁହଁ ଖୋଲିକି, ସେଠି ତ ମୁହଁ ଖୋଲିଥିବେ, ସେଠି କହିଲେନି ସୌମ୍ୟ ଆମକୁ ଲିପ୍ କିସ୍ କରିଥିଲା, ଆମ ମୁଣ୍ଡକୁ ବାଡେଇଛି, ଆମକୁ ରେପ୍ କରିବା ପାଇଁ ବାହାରିଥିଲା, ସେଠି କାହିଁ ପାଟି ଫିଟିଲାନି? ତମର ଦମ ଅଛି ମିଡ଼ିଆ ସାମ୍ନାକୁ ଆସିକି କୁହ। ସେମାନଙ୍କୁ ଭଗବାନ ଦଣ୍ଡ ଦେବେ, ନିଶ୍ଚୟ ଦଣ୍ଡ ପାଇବେ। ମୁଁ ଆଜି ଭଉଣୀଟେ ହେଇକି ମୁଁ କାନ୍ଦୁଛି, ଦାଦା ଖୁଡି କାନ୍ଦୁଛନ୍ତି, ଭାଇଟା ଆମ ପାଖରୁ ଚାଲିଗଲା। ଆଗକୁ ଦେଖନ୍ତୁ ଆଉ କେଇଟା ଦିନ ପରେ ରାକ୍ଷୀ ପୂର୍ଣ୍ଣିମା ଆସିବ। ରାକ୍ଷୀ ପୂର୍ଣ୍ଣିମା ବେଳେ ସୌମ୍ୟ କିଛି ଏମିତି ଉପହାର ଦେଇଛନ୍ତି ଯାହାକୁ ଏବେ ବି ରଖିଥିବେ ଆପଣଙ୍କ ପାଖରେ? ମତେ ଉପହାର କଣ, ମତେ ମୋ ପଛରେ ଛାଇ ଭଳି ରୁହେ। ସେ ତ ମୋ ଠାରୁ ଛୋଟ, ଉପହାର କଣ ମୁଁ ଛୋଟ ଭାଇଠାରୁ ଆଣିବି? ମୋ ଠାରୁ 12-13 ବର୍ଷ ସାନ ସିଏ। ଉପହାର କଥା କଣ ସେ କହୁଥିଲି, ଆମ ଜୀବନ ଥିଲା ସେ। ରାକ୍ଷୀ ପିନ୍ଧିବା ପାଇଁ ମାନେ ଆପଣ ଜିଦି କରନ୍ତିନି, ସିଏ ଜିଦି করে ଯେ ଭଉଣୀ ସିଏ ମୋ ସିଏ ସମସ୍ତଙ୍କ ପାଖରେ ଆମେ ଭାଇ ଭଉଣୀ ଆମେ 4 ବାପା ଏକାଠି ଥିଲୁ। ଖାଲି ଯେମିତି ଘର ଫ୍ୟାମିଲି ଭିତରେ ଯେମିତି ଅଲଗା ହେଇଯାନ୍ତି, ଦାଦା ଏପଟକୁ ପଳେଇଲେ, ସେମିତି ଆମ ଭାଇ ଭଉଣୀ ମାନଙ୍କ ଭିତରେ ବଣ୍ଡିଙ୍ଗ ବହୁତ ଭଲ ଥିଲେ। ଗୋଟେ ବର୍ଷରେ ବି ଆମେ ବସିକି ଖାଇଛୁ ସମସ୍ତେ ଏକାଠି। ସୌମ୍ୟଙ୍କ ପାଇଁ ସେଇ ଦିନଟା ଆସିଲା, ଦେଖନ୍ତୁ ସେଇ ଦିନ ଆସିଲେ ଆଉ ସେ ଜିନିଷଟା ଆଉ ପାଇବୁ କି? ଭାଇ ତ ଚାଲିଗଲା, କିନ୍ତୁ ସେମାନେ ଯୋଉ 2ଟା ଝିଅ ଏତିକ ଭାଇ ମୁଣ୍ଡରେ କଳଙ୍କ ଲଗେଇଲେ, ଏବେ ବି କହୁଛୁ ଭଲରେ ଆସିକି ସେ କଳଙ୍କଟାକୁ ପୋଛି ଦିଅ। ଯେମିତି ମାନେ କହିଲ, ହଁ ଇଏ ପୋଲିସ ମାନଙ୍କ ସାମ୍ନାରେ କହିଲ କି ମାନେ ଆସିଥିଲେ ତାଙ୍କ ସାମ୍ନାରେ କହିଲ ସୌମ୍ୟ ଆମର କିଛି କରିନି, ସେମିତି ମିଡିଆ ସାମ୍ନାରେ ଆସିକି କହିଦିଅ, କମ ସେ କମ ଭଗବାନ କ୍ଷମା କରିଦେବେ। ଯୋଉ କଳଙ୍କଟା ତା ମୁଣ୍ଡରେ ଲଗେଇଛନ୍ତି, ଭଗବାନ କ୍ଷମା କରିଦେବେ ସେମାନଙ୍କୁ। ଆଉ ନାଇଁ ତ ଯଦି ସେମାନେ ଏମିତି ନ ଇଏ କରିବେ, ଦେଖନ୍ତୁ କ୍ଷମା ନାହିଁ, ସେମାନେ ଏମିତି କଷ୍ଟ ପାଇବେ, ଦେଖ ଖୁଡି ଖାଇ ବି ପାରୁନାହାନ୍ତି। ସୌମ୍ୟଙ୍କର ଆଗରୁ ଏମିତି କିଛି କେସ୍ ଥିଲା କି, ମାନେ ସେ କୌଣସି ଝିଅକୁ କମେଣ୍ଟ ମାରିବା କିମ୍ବା କାହାକୁ ଏମିତି? ଦେଖନ୍ତୁ ଆପଣ ଏଇଠି ପଚାରନ୍ତୁ, କଲେଜ ଛକ ପାଖରେ ତାର ଜିମ୍ ଟା ଅଛି, କେତେ ପିଲା କେତେ ଯିବା ଆସିବା କରୁଛନ୍ତି, ପଚାରନ୍ତୁ ସେଇଠି, ସେମାନେ କଣ କହିବେ? ସୌମ୍ୟର ଆଗରୁ ସେମିତି କିଛି ରେକର୍ଡ ନାହିଁ ନା, ଆପଣ ପଚାରି ଦିଅନ୍ତୁ। ମୋ ଭାଇ, ମୁଁ ହୁଏତ ଆପଣଙ୍କୁ ଭଲ କହିପାରେ, ଆପଣ ପବ୍ଲିକଙ୍କୁ ପଚାରନ୍ତୁ, ସେମାନେ କହିବେ ଭାଇ କଣ ଥିଲା ବୋଲି। ଆଉ ଏଇ 2ଟି ଝିଅ କଣ ଅପସରି ବାହାରିଲେ? ସେଇ କଥା ମୁଁ ସେମାନଙ୍କୁ କହୁଛି ଯେ ତମର ଦମ ଅଛି, ଆମ ସାମ୍ନାକୁ ଆସ, ମୁହଁ କାହିଁକି ଘୋଡେଇକି ରହିଛ? ଯଦି ସୌମ୍ୟ ଆମର ନେତା ମନ୍ତ୍ରୀଟେ ହେଇଥାନ୍ତା, ସୌମ୍ୟ ଯଦି ଗୋଟେ MLA ହେଇଥାନ୍ତା, ସେଇ ଜିନିଷ ମୁଁ କହିଥିଲି ଆଉ ଗୋଟେ ଥରରେ, ଆଉ ଗୋଟେ ବାଇଟରେ କହିଥିଲି କି ମୋ ଦାଦା ଖୁଡି ଗରିବ ଅଛନ୍ତି, ଭାଇ ଛୋଟ ପୋଷ୍ଟରେ କନେଷ୍ଟବଳ ରାଙ୍କରେ ଥିଲା ବୋଲି ଆଜି ତାକୁ ଅଣଦେଖା ପ୍ରଶାସନ କରିଦଉଛି, କି ଟୋଟାଲ କେହି ବି ଆସିନାହାନ୍ତି ଦାଦା ଖୁଡିଙ୍କ ପାଖକୁ।
ଯଦି ସିଏ ସେଇ ପୋଜିସନରେ ଥାନ୍ତା ତାକୁ ଆଜ୍ଞା ତା ପାଇଁ ଏତେବେଳକୁ ନ୍ୟାୟ ମିଳି ସାରନ୍ତାଣି। ଏମଏଲଏ କି ଏମପି ଯଦି ନା ନା ଏସବୁ କିଛି ମୁଁ ତ କାହିଁ ଦେଖିନି କୋଉ ଏମଏଲଏ ଆସିବେ, କିନ୍ତୁ ବିଜେଡି ଏମଏଲଏ ଆସିଥିଲେ ଯୋଉଦିନ ଫାଷ୍ଟ ଡେଡ୍ ବଡି ଆସିଲା ମୁଁ କହିବା ସେଦିନ କି ମୁଁ ଯଦି ଦେଖିଛି। ଆପଣଙ୍କ ଭାଇ ଏମପି କି ଏମଏଲଏ ନା ହେଇଥାନ୍ତେ ସେଇ ଜିନିଷ କିମ୍ବା ଆଇପିଏସ୍ ହେଇଥାନ୍ତେ। ନାଇଁ ଶୁଣନ୍ତୁ, ସେଇ ଜିନିଷ ହିଁ କହୁଛି କି ଯଦି ଭାଇ ସେଇ ପୋଜିସନରେ ଥାନ୍ତା ଏତେବେଳକୁ ନ୍ୟାୟ ମିଳି ସାରନ୍ତାଣି, ସେମାନେ କମ୍ପ୍ଲିଟ ମାନେ ଆକ୍ସନ ନେଇ ସାରନ୍ତେଣି। କିନ୍ତୁ ଭାଇ ଗରିବ ଥିଲା, ଦାଦା ଖୁଡି ଗରିବ ଥିଲେ, ଭାଇ ଛୋଟ ପୋଷ୍ଟରେ ଥିଲା ବୋଲି ଆଜି ସେମାନେ କୌଣସି ଷ୍ଟେପ ନଉନାହାନ୍ତି। ଏ ଗରିବଙ୍କ ଅବସ୍ଥା ସବୁବେଳେ କଣ ଓଡିଶାରେ ସେମିତି ହେଇକି ରହିବ? ବାସ୍ ଦେଖନ୍ତୁ, ସବୁ ଏଇଆ ତ ହଉଛି ଘଟଣା, ଆପଣଙ୍କ ଆଖି ଆଗରେ ଘଟୁଛି, ମୁଁ ଆଉ କଣ କହିବି। ଆପଣ ମାନଙ୍କ ଆଖି ଆଗରେ ଘଟୁଛି ଏସବୁ, ଆଉ କହିବି କଣ ଅଧିକ। ଆପଣ ନହେଲେ ଦେଖନ୍ତୁ ଦୀର୍ଘ 7 ତାରିଖରୁ ଆର ମାସ 7 ତାରିଖରୁ ଆସି କେତେ ଦିନ ହେଲାଣି, 1.5 ମାସ 47 ଦିନ ପରେ ହେଲାଣି 18 ଜଣଙ୍କୁ ମାତ୍ର ଆରେଷ୍ଟ କରାଯାଇଛି, ଯୋଉଠି ଗୋଟେ ଘଣ୍ଟାରେ ପୋଲିସ 16 ଜଣଙ୍କୁ ଆରେଷ୍ଟ କରୁଛି। ଏଠି ଦେଖନ୍ତୁ